Om Sri Aurobindo Mira, open my mind, my heart, my life to your light, your love, your power, in all things may I see the divine. ଆଜିର ଆଲୋଚନା ଶୀର୍ଷକଟି ଅଛି ଲର୍ନ ଟୁ ସ୍ମାଇଲ୍, ହସିବାକୁ ଶିଖିବା। ଯାହାର କଣ୍ଠରୁ ପ୍ରାର୍ଥନାଟିଏ ଶୁଣିଲେ ସେ ନିଶ୍ଚିତ ଭାବରେ ଏକ ପ୍ରିପେୟାର୍ଡ ସୋଲ୍। ଜୀବନଟି ହସି ଉଠିବ ଯେତେବେଳେ ଜଣେ ଏହିଭଳି ଭାବରେ ନିବେଦିତ ହୋଇଯିବ ମାଙ୍କ ପାଖରେ। ଏ କୁନି ସନ୍ତାନଟିର ଭବିଷ୍ୟତ କ'ଣ ସେ କଥା ଏବେ ସ୍ପଷ୍ଟ ଭାବରେ ଜଣାପଡ଼ୁଛି। ମାଙ୍କର ଯୋଗ୍ୟ ସନ୍ତାନ, ତାଙ୍କୁ ମୋର ଅନେକ ଅନେକ ହୃଦୟରୁ ଗଭୀର କୃତଜ୍ଞତା, ସ୍ନେହ, ସଦିଚ୍ଛା। ଆମେ ଆଲୋଚନା କାଲି ଯେଉଁଠି ଛାଡ଼ିଥିଲେ ଶେଷ ବାଣୀଟି ମାଙ୍କର ଥିଲା, ଇଫ୍ ୟୁ କ୍ୟାନ୍ ଅଲୱେଜ୍ ସ୍ମାଇଲ୍ ଆଟ୍ ଲାଇଫ୍, ଲାଇଫ୍ ଅଲସୋ ୱିଲ୍ ଅଲୱେଜ୍ ସ୍ମାଇଲ୍ ଆଟ୍ ୟୁ। ତୁମେ ଯଦି ହସିପାରିବ ଜୀବନକୁ, ତୁମେ ଯଦି ତୁମର ଜୀବନକୁ ନେଇ ଯଦି ହସିପାରିବ ତାହେଲେ ଜୀବନ ମଧ୍ୟ ହସି ଉଠିବ। ଜୀବନ ମଧ୍ୟ ତୁମକୁ ଦେଖି ହସିବ। ଅର୍ଥାତ୍ ଏ ଯେଉଁ ଜୀବନଟି କ'ଣ, ଯଦି ଆମ ଜୀବନକୁ ନେଇ ଆମେ ହସିପାରିବା ତାହେଲେ ଜୀବନଟି କ'ଣ? ଏ ଜୀବନଟି ସୁଖ ଦୁଃଖ, ହସ ଲୁହ, ଆନନ୍ଦ ବିଷାଦ, ଏସବୁର ଗୋଟିଏ ଖଟା ମିଠା ସମ୍ମିଶ୍ରଣ। ଜୀବନଟା ଖାଲି ଦୁଃଖ ନୁହେଁ କି ଖାଲି ମଧ୍ୟ ସୁଖ ନୁହେଁ। ଦୁଃଖ ଅଛି ତ ସୁଖ ଅଛି, ଆଲୋକ ଅଛି ତ ଅନ୍ଧାର ଅଛି, ତା ପାଖକୁ ପାଖ ଏସବୁ ରହିବ। ସୁଖ ସମୟରେ ଆମେ ଯେତିକି ଆତ୍ମର ହେଇ ଉଠୁଛୁ, ହସି ଉଠୁଛୁ, ଦୁଃଖ ସମୟରେ କେତେ ବିଷାଦଗ୍ରସ୍ତ, ତାହେଲେ କାହିଁକି? ତେଣୁ ମା କହୁଛନ୍ତି ଏଇ ଯେଉଁ ଦୁଃଖ ସମୟରେ ବିଷାଦଗ୍ରସ୍ତ ନ ହେଇକରି ଜୀବନକୁ ଯାଇ ହସିବା, ଗୋଟେ ପଜିଟିଭ୍ ଦୃଷ୍ଟିକୋଣ ନେଇକରି। ଗୋଟେ କବିତା ଅଛି, ଗୋଲାପ ଫୁଲରେ ଆସନ ସଜାଇ ହୋଇ ନାହିଁ ବଡ଼ କେହି, ଦୁଃଖରେ ଜୀବନ ଗଢ଼ି ଜାଣିଥିଲେ ସୁଖ ଥୁଆ ତା ପାଇଁ। ଦୁଃଖ ତ ସମସ୍ତଙ୍କ ଜୀବନରେ ଅଛି, ଦୁଃଖ ଆସିବ ହିଁ ଆସିବ, ଆସିବାଟା ଆବଶ୍ୟକ। ଜଣେ ଚାହିଁବ ମୁଁ କେବଳ ସୁଖରେ ବଞ୍ଚିବି, ଜୀବନଟା କେବଳ ଗୋଟେ ଗୋଲାପର ଶଯ୍ୟା, କେବଳ ସୁଖ ହିଁ ସୁଖ, ଏତେ ଦୁଃଖ ବୋଲି କିଛି ମାତ୍ର ଲେଶ ମାତ୍ର ଦୁଃଖ ଆସିବ ନାହିଁ ଜୀବନରେ, ସେ କଥା ତ ହେଇପାରିବ ନାହିଁ। ଏବଂ ଯଦି ଦୁଃଖ ଆସୁଛି, ସେ ଦୁଃଖରେ ଯଦି ଜୀବନ ଜଣେ ଗଢ଼ି ଶିଖିଛି, ତାହା ପାଇଁ ସୁଖ ଥୁଆ ବା ସେ ଦୁଃଖକୁ ସେ ସୁଖମଣି ଯଦି ଜୀବନ ବଞ୍ଚିବ, କେବଳ ଦୃଷ୍ଟିକୋଣଟି ବଦଳିଯିବ। ଏ ଦୁଃଖ ମୋ ପାଇଁ ଦୁଃଖ ନୁହେଁ, ଏ ଦୁଃଖ ହିଁ ମୋ ପାଇଁ ସୁଖ, ବା ଏ ଦୁଃଖ ମାଧ୍ୟମରେ ମୁଁ ନିଜକୁ କେତେ ଭାବରେ ପ୍ରସ୍ତୁତ କରିପାରୁଛି। ଏଇ ଦୃଷ୍ଟିଭଙ୍ଗୀଟି ଯଦି ଜଣଙ୍କ ରହିବ, ସେ କାହିଁକି ଦୁଃଖକୁ ଦୁଃଖ ବୋଲି ଭାବିବ? କାହିଁକି ସେ ଅଯଥାରେ ବିଷାଦଗ୍ରସ୍ତ ଜୀବନଟା ବଞ୍ଚିବ? ସେ ଜାଣିବ ଏଇ ଦୁଃଖ ମାଧ୍ୟମ ଦେଇ ଭଗବାନ ମୋତେ ଆଗକୁ ଆଗକୁ ନେଉଛନ୍ତି। ଥରେ ଜଣେ ସ୍ତ୍ରୀ ଲୋକଟି ତାର ଯୁବକ ସନ୍ତାନଟିଏ ମୃତ୍ୟୁବରଣ କରିଛି। ସେ ଯାଇ ପହଞ୍ଚିଛି ଗୌତମ ବୁଦ୍ଧଙ୍କ ପାଖରେ, ତାଙ୍କୁ ଯାଇ କହିଛି ଯେ ଆପଣ ମୋର ପୁଅକୁ ଜୀବନଦାନ ଦିଅନ୍ତୁ, ଆପଣ ହେଉଛନ୍ତି ଭଗବାନ, ଆପଣ ଚାହିଁଲେ ସବୁକିଛି କରିପାରିବେ, ଆପଣ ଚାହିଁଲେ ମୋ ପୁଅଟି ମୃତ ପୁତ୍ର ନିଶ୍ଚିତ ଭାବରେ ଜୀବନ ଲାଭ କରିପାରିବ। ଯେତେ ତାକୁ ବୁଝିଲେ ମଧ୍ୟ ସେ ବୁଝିଲାନି। ବୁଦ୍ଧଦେବ ମୋର ପୁତ୍ରକୁ ନିଶ୍ଚିତ ଭାବରେ ପୁଣି ନୂତନ ଜନ୍ମ ଦେଇପାରିବେ, ସେ ସାମର୍ଥ୍ୟ ତାଙ୍କର ଅଛି, ମୁଁ ମୋ ମୃତ ପୁତ୍ରକୁ ପୁଣି ଫେରି ପାଇବାକୁ ଚାହେଁ। ଗୌତମ ବୁଦ୍ଧ କହିଲେ ଠିକ୍ ଅଛି, ତୁମ ପୁଅକୁ ମୁଁ ବଞ୍ଚେଇ ଦେଇପାରିବି, କିନ୍ତୁ ତମେ ମୋତେ ମୁଠିଏ ସୋରିଷ ଆଣିକି ଦିଅ। ସ୍ତ୍ରୀ ଗୋଟେ ଖୁସି ହେଇଗଲା, ମୁଠିଏ ସୋରିଷ ମୁଠିଏ ଦେଇଦେଲେ ମୋ ପୁଅଟି ବଞ୍ଚିଯିବ, ଏତେ କ'ଣ ଅସୁବିଧା ଅଛି? ତେଣୁ ସେ ବାହାରିଲେ ଯିବା ପାଇଁ, ସୋରିଷ ମୁଠିଏ ଆଣିବା ପାଇଁ। କିନ୍ତୁ ବୁଦ୍ଧ କହୁଛନ୍ତି ତୁମେ ଏମିତି ଖାଲି ସୋରିଷ ମୁଠିଏ ମୋତେ ଆଣିଦେଲେ ହେବନି,
ତୁମେ ପ୍ରତ୍ୟେକଙ୍କ ଘରକୁ ଯିବ ସୋରିଷ ମୁଠିଏ ଆଣିବା ପାଇଁ, ଯାହା ଯାହା ଘରକୁ ଯିବ ତାଙ୍କ ଘରେ ପଚାରିବ ଯେ କେହି କେବେ ମୃତ୍ୟୁବରଣ କରିଛନ୍ତି କି? ଯାହା ଘରେ କେହି କେବେ ବି ମୃତ୍ୟୁବରଣ କରିନାହାନ୍ତି, ତୁମେ ତାଙ୍କରି ଘରୁ ସୋରିଷ ମୁଠିଏ ଆଣିଲେ ମୁଁ ତୁମର ସନ୍ତାନକୁ ବଞ୍ଚେଇ ଦେବି। ସ୍ତ୍ରୀ ଲୋକଟେ ଚାଲିଗଲା ଖୁସିରେ। ଏମିତି କ'ଣ ଗୋଟେ ପରିବାର ମିଳିବ ନାହିଁ? ସେ ବୁଲିଲା, ଯାହା ଯାହା ଯେଉଁ ପରିବାରକୁ ସେ ଗଲା, କାହାର ବାପା ଚାଲିଯାଇଛନ୍ତି, କାହାର ମା ଚାଲିଯାଇଛି, କାହାର ପୁଅ ଚାଲିଯାଇଛି, କାହାର ଝିଅ ଚାଲିଯାଇଛି, କାହା ପାଦରୁ ଅଳତା ଲିଭିନି, ନବବିବାହିତା ବଧୂଟିଏ ତା'ର ସ୍ୱାମୀ ମୃତ୍ୟୁବରଣ କରିଛି। ଏ ଅନେକ ଦେଖି ଗଲେ। ଗୋଟେ ଅସହାୟ ମାଆଟିଏ, ସେ ତା'ର ରୋଜଗାରକ୍ଷମ ପୁତ୍ରଟିକୁ ହରେଇକିରି ଜୀବନଟି ବଞ୍ଚୁଛି ଦୁଃଖରେ। ଯାହା ଯେଉଁ ପରିବାରକୁ ଗଲେ ଦେଖିଲେ ସମସ୍ତଙ୍କ ଭିତରେ ଦୁଃଖ। ମୃତ୍ୟୁ ସମସ୍ତଙ୍କ ଦ୍ୱାରରେ କରାଘାତ କରିକି ଯାଇଛି, ସମସ୍ତଙ୍କ ପରିବାରରେ ମୃତ୍ୟୁ ପହଞ୍ଚିଛି। ତେଣୁ ସେ ଫେରି ଆସିଲେ ଏବଂ ଏଇଠି ତାଙ୍କ ଜୀବନ ଦୃଷ୍ଟିଭଙ୍ଗୀ ବଦଳିଗଲା। ଯଦି ଜଗତରେ ସମସ୍ତଙ୍କର ମୃତ୍ୟୁ ଅଛି, ସବୁ ପରିବାର ମୁଁ ଦେଖୁଛି ମୋଠୁ କେତେ ଦୁଃଖୀ ଅଛନ୍ତି। ଅସହାୟ ମାଆଟିଏ ରୋଜଗାରକ୍ଷମ ପୁଅଟିକୁ ହରେଇଛି, କାଲି ବିବାହ କରିଥିବା ନାରୀଟିଏ ତା'ର ସ୍ୱାମୀକୁ ହରେଇଛି, କଅଁଳ ଛୁଆଟିଏ କାନ୍ଦୁଛି, ବିଛଣାରୁ କ୍ଷୀର ଛାଡ଼ିନି ତା ମାଆଟିକୁ ସେ ହରେଇଛି। ଏତେ ଦୁଃଖ ଅଛି, ମୁଁ ମୋର ସନ୍ତାନଟି ହରେଇଲି ବୋଲି ଏତେ ଦୁଃଖରେ ଭାଙ୍ଗି ପଡ଼ୁଛି। ସେଠି ତାଙ୍କର ଦୃଷ୍ଟିଭଙ୍ଗୀଟି ବଦଳି ଯାଇଛି ଏବଂ ସେ ବୁଦ୍ଧଙ୍କର ଶିଷ୍ୟତ୍ୱ ଗ୍ରହଣ କରିଛନ୍ତି। ଏଇ ଯେଉଁ ଦୃଷ୍ଟିଭଙ୍ଗୀଟି ତାଙ୍କର, ଯେତେବେଳେ ଦୃଷ୍ଟିଭଙ୍ଗୀ ବଦଳିଗଲା, ଜୀବନର ଗତିଟି ବଦଳିଗଲା। ଯେ ପର୍ଯ୍ୟନ୍ତ ଜୀବନର ଦୃଷ୍ଟିଭଙ୍ଗୀ ବଦଳିବ ନାହିଁ, ସେ ପର୍ଯ୍ୟନ୍ତ ଜୀବନର ଗତିରେ ମଧ୍ୟ ବଦଳିବ ନାହିଁ। ସେଇ ଶଗଡ଼ ଗୁଳାରେ ଆମେ ଚାଲିଥିବା। ତେଣୁ ଆମକୁ ମା କହିଲେ, ଜୀବନରେ ଯାହା ବି ଆସୁଛି, ଯେଉଁ ସମସ୍ୟା ଆସୁଛି, ତାକୁ ଚାହିଁକିରି ଆମେ ଖାଲି ଟିକେ ଗୋଟେ ଶାଶ୍ୱତ ହାସ୍ୟ, ମୃଦୁ ହାସ୍ୟ, ଚିରନ୍ତନ ଗୋଟେ ସେ ଦିବ୍ୟ ହସଟିଏ ହସିବା। ଦୁଃଖ ଆସୁଛି, ତୁ ମୋର କ'ଣ କରିବୁ? ମୁଁ ଭାଙ୍ଗି ପଡ଼ିବି ନାହିଁ, ଆହୁରି ଟାଣ ହେବି, ଆହୁରି ଶକ୍ତ ହେବି, ମୁଁ ଆହୁରି ଅଧିକ ବଳଶାଳୀ ହେଇକି ଉପରକୁ ଉଠିବାକୁ ଚେଷ୍ଟା କରିବି। ଦୁଃଖ ସେଇଠି ରୂପାନ୍ତର ହେଇଯିବ। ଜଣେ ମାଙ୍କୁ କହୁଛନ୍ତି, ଲଭ୍, ଆପଣ କହିଲେ ଲଭ୍ ୟୁର ଏନିମି ଆଣ୍ଡ ସ୍ମାଇଲ୍ ଆଟ୍ ହିମ୍। A hypocritical or diplomatic smile may be easy to manage, but a genuine smile is impossible to extend to those who have been repeatedly unfair in their dealings. ମା କହୁଛନ୍ତି, ଆପଣ କହୁଛନ୍ତି ଯେ ତୁମର ଶତ୍ରୁକୁ ଭଲ ପାଏ ଏବଂ ତାଙ୍କୁ ଚାହିଁକି ହସ। ଲଭ୍ ୟୁର ଏନିମି ଆଣ୍ଡ ସ୍ମାଇଲ୍ ଆଟ୍ ହିମ୍। ଶତ୍ରୁକୁ ମଧ୍ୟ ଭଲ ପାଇବା ପାଇଁ ଆପଣ କହୁଛନ୍ତି, ଶତ୍ରୁକୁ ମଧ୍ୟ ଆପଣ ତାଙ୍କୁ ଚାହିଁ ହସି ଦେବା ପାଇଁ କହୁଛନ୍ତି। କିନ୍ତୁ ଏ ହିପୋକ୍ରେଟିକାଲ ହେଲା ଗୋଟେ କପଟତାପୂର୍ଣ୍ଣ, କପଟି ଅର୍ ଡିପ୍ଲୋମାଟିକ୍, ଗୋଟେ କୂଟନୀତି ସ୍ମାଇଲ୍ ମେ ବି ଇଜି ଟୁ ମ୍ୟାନେଜ୍, ବଟ୍ ଏ ଜେନ୍ୟୁଇନ୍ ସ୍ମାଇଲ୍ ଇଜ୍ ଇମ୍ପସିବଲ୍ ଟୁ ଏକ୍ସଟେଣ୍ଡ ଟୁ ଦୋଜ୍ ହୁ ହାଭ୍ ବିନ୍ ରିପିଟେଡଲି ଅନଫେୟାର ଇନ୍ ଦେୟାର ଡିଲିଙ୍ଗସ୍। ଯେଉଁମାନେ ରିପିଟେଡଲି ଅସାଧୁ, ତାଙ୍କୁ ଆମେ କିପରି ବାରମ୍ବାର ସେମାନେ ସେଇଭଳି ଭାବରେ ଗୋଟେ କପଟ ଆଚରଣ କରନ୍ତି, ଅସାଧୁ ଆଚରଣ କରନ୍ତି, କେମିତି ତାଙ୍କ ପ୍ରତି ଆମେ ଗୋଟିଏ ତାଙ୍କୁ ଭଲ ପାଇପାରିବା, କେମିତି ତାଙ୍କୁ ଆମେ ଚାହିଁକିରି ଗୋଟେ ଖୁସିରେ ହସିପାରିବା। ମା କହୁଛନ୍ତି, ୟୁ କ୍ୟାନ୍ ସ୍ମାଇଲ୍ ଜେନ୍ୟୁଇନଲି ଆଟ୍ ଆନ୍ ଏନିମି ଇଫ୍ ୟୁ ଆର୍ ଏବଭ୍ ଅଲ୍ ଇନସଲ୍ଟ ଆଣ୍ଡ ଅଫେନ୍ସ। ଦିସ୍ ଇଜ୍ ଦ ପ୍ରାଇମେରୀ କଣ୍ଡିସନ୍ ଫର୍ ଦ ଯୋଗିକ୍ ଆଟିଚ୍ୟୁଡ୍। ତୁମେ ଯଦି ତାର ଯେତେ ତୁମେ ଗୋଟେ ଇନସଲ୍ଟ ହେଇଥାଉ ନା କାହିଁକି, ଅଫେନ୍ସ ହେଇଥାଉ ନା କାହିଁକି, ଯଦି ତୁମେ ସେଇ ଶତ୍ରୁଟିକୁ ଚାହିଁ ହସିପାରିଲ, ତାହେଲେ ଦିସ୍ ଇଜ୍ ଦ ପ୍ରାଇମେରୀ କଣ୍ଡିସନ୍ ଫର୍ ଦ ଯୋଗିକ୍ ଆଟିଚ୍ୟୁଡ୍। ଏଇଟା ହେଉଛି ତୁମର ପ୍ରଥମ ସର୍ତ୍ତ, ତୁମେ ଯୋଗ ସାଧନ କରିବା ପାଇଁ ପ୍ରକୃତରେ ଜଣେ ଉପଯୁକ୍ତ। ସାଧାରଣ ଲୋକ ପାଇଁ ଏକଥାରେ ନିଶ୍ଚିତ ଅସମ୍ଭବ। ଶତ୍ରୁକୁ ଚାହିଁକରି ହସିଦେବା, କୌଣସି ପ୍ରକାର ଭିତରେ ତାଙ୍କ ପ୍ରତି ଆବିଳତା ନଥିବ, ଅସନ୍ତୋଷ ଭାବ ନଥିବ, ପ୍ରେମପୂର୍ଣ୍ଣ ହସଟିଏ ଜଣେ ଶତ୍ରୁକୁ ଚାହିଁକରି ହସିବା ସାଧାରଣ ଲୋକ ପାଇଁ ଅସମ୍ଭବ। କିନ୍ତୁ ମା କହୁଛନ୍ତି,
ଯିଏ ଅସାଧାରଣ ହେବାକୁ ଚାହିଁବ, ଯିଏ ଏଇ ଆଧ୍ୟାତ୍ମିକ ମାର୍ଗରେ ଯିବାକୁ ଚାହିଁବ, ଯୋଗ ମାର୍ଗରେ ଯିବାକୁ ଚାହିଁବ, ଏଇଟା ହେଉଛି ଫାର୍ଷ୍ଟ କଣ୍ଡିସନ୍, ପ୍ରାଇମେରୀ କଣ୍ଡିସନ୍। ତାକୁ ଏହା ହିଁ ହେବାକୁ ପଡ଼ିବ, ତା ନହେଲେ ଯୋଗ ସାଧନା ସମ୍ଭବ ନୁହେଁ। ପୁଣି ଶ୍ରୀ ଅରବିନ୍ଦ କହୁଛନ୍ତି, ୟୁ ସୁଡ୍ certainly throw away the vital demand and the disturbance which it creates in your sadhana. Mother gives her smile to all and she does not withhold it from some and give it to others. When people think otherwise, it is because some vital disturbance, depression or demand or some moment of jealousy, envy or competition distorts their vision. ଶ୍ରୀ ଅରବିନ୍ଦ ଏକଥାରେ କହୁଛନ୍ତି ଯେ ତୁମ ସାଧନାରେ ସୃଷ୍ଟି କରୁଛି ଯେଉଁଗୁଡ଼ିକ ଯେଉଁ ପ୍ରାଣିକ ଦାବି, ଯେଉଁ ବିଭ୍ରାଟ, ଡିଷ୍ଟର୍ବାନ୍ସ, ଯେଉଁ ଭାଇଟାଲ୍ ଡିମାଣ୍ଡ ତୁମକୁ ସାଧନାରେ ବାଧା ସୃଷ୍ଟି କରୁଛନ୍ତି, ତାକୁ ଦୂର କରିଦେବା ଉଚିତ। ଏ ଦାବି କ'ଣ? ପ୍ରାଣିକ ଦାବି କ'ଣ? ମାଛ ମାଂସ ଖାଇବାଠାରୁ ଆରମ୍ଭ କରି ଦାମିକା ଗାଡ଼ି ବା ତ୍ରିତଳ ପ୍ରାସାଦ ତିଆରି କରିବା ପର୍ଯ୍ୟନ୍ତ ଏ ତ ଦାବି ଆମର ରହୁଛି, ଗୋଟେ ଆମ୍ବିସନ୍ ରହୁଛି। ଏଇ ଦାବି ଗୁଡ଼ିକ ଯେତେବେଳେ ମଣିଷ ପୂରଣ ହେଉନାହିଁ, ସେ କ'ଣ କରିବ? ତା ଭିତରେ ଦୁଃଖ ଆସିବ ହିଁ ଆସିବ। ତା ଭିତରେ ସେ ଯେଉଁ ପ୍ରାଣିକ ବାସନାଟିଏ ତା'ର ପୂର୍ଣ୍ଣ ହୋଇପାରୁନାହିଁ। ଜଣେ କହିଲେ ମୋର ଭାରି ମାଛ ଖାଇବାକୁ ଇଚ୍ଛା ହେଉଛି, ଏଇ ମାଛ ଖାଇବି ନା ସେ ମାଛ ଖାଇବି, ଏଇଥିପାଇଁ ଖାଇବାକୁ ଇଚ୍ଛା ହେଉଛି। ମା କହିଲେ ଆଟ୍ ଫାଷ୍ଟ ୟୁ ଇଟ୍ ୟୁର୍ ଡିଜାୟାର୍ସ, ତୁ ଖାଇଯା, ଆଗେ ତୁ ତୋର ଯେଉଁ ଡିଜାୟାର ଗୁଡ଼ିକୁ ତୁ ଆଗ ଖା। ତ ମାଛ ଖାଇବି, ମାଂସ ଖାଇବି, ଏଇଟା କରିବି, ସେଇଟା କରିବି, ତାକୁ ସେ ଯେଉଁ ଡିଜାୟାର ଗୁଡ଼ିକ ତୋର ଆସୁ, ସେ ଡିଜାୟାରଟାକୁ ତୁ ଖାଇକି ଆଗେ ହଜମ କର। ଅର୍ଥାତ୍ ସେ ଡିଜାୟାରଟାକୁ ଯେତେବେଳେ ଜଣେ ଖାଇଦେବ, ତା ଅର୍ଥ କ'ଣ? ସେ ଡିଜାୟାରକୁ ଆଉ ତା ଡିଜାୟାର ରହିବ ହିଁ ନାହିଁ। ତେଣୁ ଏଇ ଯେଉଁ ଡିଜାୟାର ଗୁଡ଼ିକ ଶ୍ରୀ ଅରବିନ୍ଦ ଲେଖୁଛନ୍ତି ଯେ ଏଇ ଯେଉଁ ଡିଜାୟାର ରହିଛି, ଯେଉଁ ଡିମାଣ୍ଡ ରହିଛି, ଭାଇଟାଲ୍ ଡିମାଣ୍ଡ ରହୁଛି, ଏଗୁଡ଼ିକ ସାଧନାରେ ବାଧା ସୃଷ୍ଟି କରନ୍ତି। କାରଣ ଡିମାଣ୍ଡ ଯେତେବେଳେ ପୂରଣ ନ ହୁଏ, ସେତେବେଳେ ଏତେ ମାତ୍ରାରେ ଜଣେ ବିଷାଦଗ୍ରସ୍ତ ହୋଇପଡ଼େ, ତା ଓଠରୁ ହସ ଲିଭିଯିବ। ସେ କ'ଣ ସାଧନା କରିବ? ସେ କ'ଣ ମାଆଙ୍କୁ ମନେ ପକାଇବ? ସେ କେମିତି ଭଗବାନ ସହିତ ଯୁକ୍ତ ହୋଇକି ରହିବ? ବିଷାଦଗ୍ରସ୍ତ ହୋଇପଡ଼ିବ, ନୈରାଶ୍ୟ ଭିତରକୁ ସେ ଚାଲିଯିବ। ମୋର ପଡ଼ିଶା ଘରଟି ଏହା କରି ପକାଇଲା, ମୁଁ କରିପାରିଲି ନାହିଁ ମୋ ଜୀବନରେ। ଏଇଗୁଡ଼ିକ ସବୁ ଯେତେବେଳେ ତା'ର ଡିମାଣ୍ଡ ପୂରଣ ନ ହେବ, ସେତେବେଳେ ସେ ବିଷାଦଗ୍ରସ୍ତ ହେବ। ତା ଜୀବନରୁ, ତା ମୁହଁରୁ, ଓଠରୁ ହସ ହିଁ ଲିଭିଯିବ ହିଁ ଲିଭିଯିବ। ପୁଣି ଶ୍ରୀ ଅରବିନ୍ଦ କହୁଛନ୍ତି, ମଦର ଗିଭ୍ସ ହର ସ୍ମାଇଲ୍ ଟୁ ଅଲ୍ ଆଣ୍ଡ ସେ ଡଜ୍ ନଟ୍ ୱିଥହୋଲ୍ଡ ଇଟ୍ ଫ୍ରମ୍ ସମ୍ ଆଣ୍ଡ ଗିଭ୍ ଇଟ୍ ଟୁ ଅଦର୍ସ। ମା ତାଙ୍କର ଦିବ୍ୟ ହସଟିକୁ ସମସ୍ତଙ୍କୁ ଦେଇଛନ୍ତି। ଏମିତି ନୁହେଁ ଯେ ଆମେ ଯାହାକୁ ଆମ ଦୃଷ୍ଟିକୋଣ ଦେଖୁଛୁ ଯେ ଏ ଲୋକଟି, ଏ ବ୍ୟକ୍ତିମାନେ ଖୁସିରେ ଅଛନ୍ତି, ମୁଁ ଏକା ଦୁଃଖରେ ଅଛି, ତା ଅର୍ଥ ନୁହେଁ ଯେ ସେଇ ଲୋକକୁ ଆଉ କାହାର ହସ ନେଇକି ତାକୁ ଦେଇଦେଇଛନ୍ତି ମା, ସେ କଥା ନୁହେଁ। ଯେଉଁ ଲୋକଟି ପ୍ରକୃତରେ ହସି ପାରୁଛି, ସେ ଲୋକଟି, ଯେଉଁ ଲୋକ ହସି ପାରୁଛି, ସୁଖରେ ହେଉ ଦୁଃଖରେ ହେଉ, ଆମେ ଦେଖୁଛୁ ସେ ସବୁବେଳେ ଖୁସିରେ ଅଛି। ଆଚ୍ଛା, ଖୁସିରେ ଥିବା ଲୋକଟିର କ'ଣ ଦୁଃଖ ନାହିଁ, କିନ୍ତୁ ସେ ସୁଖରେ ଅଛି? ତାର ତ ମାଆଙ୍କର ସେ ଦିବ୍ୟ ହସଟିକୁ ସେ ଗ୍ରହଣ କରିଛି। ଆଉ ଯେଉଁ ହତଭାଗ୍ୟମାନେ ବୁଝିପାରନ୍ତି ନାହିଁ ଯେ ସବୁଯାକ ଦୁଃଖ ମୋରି ଭାଗ୍ୟରେ, ଏହି କଥା କହି ସେମାନେ ଗୋଟିଏ ଜୀବନରେ ବ୍ୟାକୁଳ ହୁଅନ୍ତି, କ୍ରନ୍ଦନ କରନ୍ତି, ସେମାନେ କେବଳ ସେ ଲୁହକୁ ହିଁ ଆପଣାର କରି ବଞ୍ଚି ରହନ୍ତି। ତେଣୁ ମା କହୁଛନ୍ତି, ଶ୍ରୀ ଅରବିନ୍ଦ କହୁଛନ୍ତି ଯେ ତୁମେ ଏହିସବୁ ଗୁଡ଼ିକ ତୁମ ଭିତରୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବା ଉଚିତ। ପୁଣି ମା କହୁଛନ୍ତି, ବିଗିନ୍ ୟୁର ଡେ ୱିଥ୍ ଏ ଗ୍ରେଟଫୁଲ୍ ସ୍ମାଇଲ୍। ସକାଳୁ ଯେତେବେଳେ ଆମେ ବିଛଣାରୁ ଉଠୁଛୁ, ନୂତନ ସୂର୍ଯ୍ୟୋଦୟ, ନୂତନ ସକାଳ, ନୂତନ ଚିନ୍ତା, ନୂତନ ଚେତନା, ଏଭଳି ଗୋଟେ ଯେତେବେଳେ ଆମେ ବିଛଣାରୁ ଉଠୁଛୁ, ସେତେବେଳେ ଗୋଟିଏ ଗ୍ରେଟଫୁଲ୍ ସ୍ମାଇଲ୍, ଭଗବାନ ପ୍ରତି କୃତଜ୍ଞତାପୂର୍ଣ୍ଣ ଗୋଟିଏ ଆନନ୍ଦର ଦିବ୍ୟ ହସଟିଏ ତାଙ୍କ ପ୍ରତି ଆମେ କୃତଜ୍ଞତା ସ୍ୱରୂପ ମାଆଙ୍କୁ ଚାହିଁ ହସଟିଏ ହସିବା। ଯେଉଁମାନେ ଆଜିକାଲି ଆମେ ଦେଖିବା ଅନେକ ବ୍ୟକ୍ତି
ଯେଉଁମାନେ ସକାଳର ସୂର୍ଯ୍ୟୋଦୟ ଦେଖିବାକୁ ମଧ୍ୟ ବଞ୍ଚିତ, ସେମାନଙ୍କ ପାଇଁ ରାତି, ସେମାନଙ୍କ ପାଇଁ 8ଟା 9ଟା 10ଟା ବାଜିଲେ ହିଁ ସକାଳ ହୁଏ। ତାଙ୍କ ପାଇଁ ସକାଳ ହେଉଛି 8ଟା 9ଟା ବା 10ଟା ବା ତାଠୁ ଆହୁରି ବେଶୀ। ରାତି ସାରା ସେମାନେ ଚେଇଁବେ, ସକାଳକୁ ସେମାନେ ଶୋଇ ରହିଥିବେ। ତେଣୁ ଆମେ ସେଇ କୃତଜ୍ଞତା ମା'ଙ୍କୁ ଜଣାଇବା, ପ୍ରଭୁଙ୍କୁ ଜଣାଇବା ଗୋଟିଏ ମଧୁର ସ୍ମିତ ହାସ୍ୟ ସହିତ ଯେ ଆଜିର ନୂତନ ସକାଳଟି ମୋ ପାଇଁ ଆସିଛି। କ'ଣ ନା ନୂତନ କେତେ ଆଜିର ଦିନଟି ମୋ ପାଇଁ କେତେ ନୂଆ କଥା ଶିଖିବା ପାଇଁ ମୋ ପାଇଁ ଆଜି ଦିନଟି ପ୍ରଭୁ ମୋତେ ଦେଇଛନ୍ତି। କାରଣ ଅନେକ ବ୍ୟକ୍ତି ହୁଏତ ଆଜିର ସକାଳଟିକୁ ଦେଖିପାରିନଥିବେ, କିଛି ଜାଣତର ଶୋଇପଡ଼ିଥିବେ, କେହି ଭଗବାନ ତାଙ୍କ ପାଖକୁ ନେଇଯାଇଥିବେ କାହାକୁ। କିନ୍ତୁ ଆଜି ଏ ନୂତନ ସକାଳଟି ମୋ ପାଇଁ ଆସିଛି ଯେ କେତେ ନୂଆ କଥା ଆଜି ମୋତେ ଶିକ୍ଷା ଦେବ। ଏ ଦିନଟିରେ ମୁଁ କେତେ ଅଗ୍ରଗତି କରିବି, କେତେ ଅଭିଜ୍ଞତା ହାସଲ କରିବି, କେତେ ଉପଲବ୍ଧି ହାସଲ କରିବି, କେତେ ବ୍ୟକ୍ତିଙ୍କ ଠାରୁ, ପରିବେଶରୁ, ଗ୍ରନ୍ଥରୁ ମୁଁ ଆଜି କେତେ ଜ୍ଞାନ ଆହରଣ କରିବି, ମୋ ଚେତନାର ଅଗ୍ରଗତି କରିବି। ତେଣୁ ଯେତେବେଳେ ମା କହିଲେ ବିଗିନ୍ ୟୁର ଡେ ୱିଥ୍ ଏ ଗ୍ରେଟଫୁଲ୍ ସ୍ମାଇଲ୍, ସକାଳ ଉଠିବା ମାତ୍ରେ ଆମ ଗୋଟେ କୃତଜ୍ଞତାପୂର୍ଣ୍ଣ ଦିବ୍ୟ ହସଟିଏ ତାଙ୍କୁ ଚାହିଁ ହସିବା ଯେ ମା ତୁମେ ଆଜି କେତେ ମଧୁର ଭାବରେ, ମଧୁର କୃପା ତୁମର, ଆଜି ମୋତେ ଦିନଟି ତୁମେ ଦାନ କରିଛ। ପ୍ରତ୍ୟେକ ଦିନ, ପ୍ରତ୍ୟେକ ସକାଳ ଆମ ପାଇଁ ହେଉଛି ଆମ ଜୀବନର ଗୋଟେ ନୂତନ ସକାଳ, ନୂତନ ଚେତନାର ସୂର୍ଯ୍ୟୋଦୟ ଆମ ପାଇଁ, ପ୍ରତ୍ୟେକଙ୍କ ପାଇଁ ଗୋଟେ ସକାଳ ହେଉଛି ନୂତନ ଗୋଟେ ଚେତନାର ସୂର୍ଯ୍ୟୋଦୟ। ପୁଣି ମା ଲେଖୁଛନ୍ତି ଫେସ୍ ଡିଫିକଲ୍ଟିଜ୍ ୱିଥ୍ ଏ ସ୍ମାଇଲ୍। ଫେସ୍ ଡିଫିକଲ୍ଟିଜ୍ ୱିଥ୍ ଏ ସ୍ମାଇଲ୍, ଯେତେବେଳେ ବାଧାବିଘ୍ନ କିଛି ଆସୁଛି ତାକୁ ମଧ୍ୟ ତୁମେ ଗୋଟେ ମଧୁର ହାସ୍ୟ ସହିତ ତାକୁ ଆକ୍ସେପ୍ଟ କର। ଫେସ୍ ୟୁର୍ ଡିଫିକଲ୍ଟିଜ୍ ଆଣ୍ଡ ଅବଷ୍ଟାକଲ୍ସ ୱିଥ୍ ଏ ସ୍ମାଇଲ୍। ଯେତେ ସମସ୍ୟା ଆସୁନା କାହିଁକି, ଯେତେ ବାଧାବିଘ୍ନ ଆସୁନା କାହିଁକି, ଆମେ ତାକୁ ଦେଖି, ସେ ବାଧାବିଘ୍ନକୁ ଦେଖି ବିଳାପ କରିବା ନାହିଁ। ବିଳାପ କଲେ କିଛି ଲାଭ ହେବ ନାହିଁ। ଯେତେବେଳେ ଜଣେ ବିଳାପ କରିବ, ଅତ୍ୟଧିକ କିଛି ଗୋଟେ ଘଟିଲେ ସେ ଡିପ୍ରେସନକୁ ଚାଲିଯିବ। ତେଣୁ ମା କହୁଛନ୍ତି ଯେ ବିଳାପ କରି କିଛି ଲାଭ ହେବ ନାହିଁ। ଏହା ହେଉଛି ଆମର ଗୋଟେ ବୋକାମି। 100 mistakes don't matter to you. With a smile you recognize that you have erred, and with a smile you resolve not to repeat the folly in the future. ତମେ ଯଦି କିଛି, ମା କହୁଛନ୍ତି ଯଦି କିଛି ତମେ ଶହ ଭୁଲ ମଧ୍ୟ କରିଛ, ସପୋଜ କରିଛ ଭୁଲ, ଏବଂ ସେ ଭୁଲ କଲା ପରେ ତାକୁ ତୁମେ ଚିହ୍ନି ପାରିଲ, ସେ ଭୁଲକୁ ଜାଣିପାରିଲ, ଏବଂ ସେ ଭୁଲକୁ ଦେଖି ତୁମେ ଗୋଟିଏ ମଧୁର ହସଟିଏ ହସିଲ ଯେ ପ୍ରକୃତରେ ମୋ ଭିତରେ ଏତକ ଭୁଲ ଥିଲା, ମୁଁ ଏଭଳି ଭୁଲ କରୁଥିଲି। ସେ ବୋକାମି ପାଇଁ ଯେତେବେଳେ ତୁମେ ହସିବ, ଏଇଭଳି ଭାବରେ ଜୀବନଟି ମୁଁ ବଞ୍ଚୁଥିଲି, ଏତେ ଭୁଲ ମୋ ଜୀବନରେ, ଏତେ ଅଳିଆ ମୋ ଜୀବନରେ, ଯେତେବେଳେ ଏଇ କଥାଟି ତୁମେ ଯେତେବେଳେ ତୁମ ଚିନ୍ତା ଭିତରୁ, ଚେତନା ଭିତରୁ ଆସିଯିବ, ସେତେବେଳେ ଆଉ ସେ ଦୁଃଖ ଆଉ ରହିବ ନାହିଁ, ଡିପ୍ରେସନ୍ ଆଉ ରହିବ ନାହିଁ। ପାଦେ ଆଗକୁ, ଜଣେ ଚେତନାରେ ଆଉ ପାଦେ ଆଗକୁ ଚାଲିଯିବ। ପୁଣି ମା ଲେଖିଲେ ଦ ବେଷ୍ଟ ମିନ୍ସ ଅଫ୍ ରୁଟିଂ ଦ ଏନିମି ଇଜ୍ ଟୁ ଲାଫ୍ ଇନ୍ ହିଜ୍ ଫେସ୍। ଶତ୍ରୁକୁ ଦୂର କରିବାର ସର୍ବୋତ୍ତମ ଉପାୟ ହେଉଛି ତାଙ୍କ ମୁହଁରେ ହସିବା। ଯେ ପର୍ଯ୍ୟନ୍ତ ଗୋଟେ ଶତ୍ରୁ ପରାସ୍ତ ହେବ, କେତେବେଳେ ଶତ୍ରୁକୁ ଶତ୍ରୁତା ଦ୍ୱାରା ପରାସ୍ତ କରାଯାଇପାରିବ ନାହିଁ, ଏବଂ ଯଦି ପରାସ୍ତ କରାଯାଏ ତାହା ହୁଏତ ଜୀବନ ବ୍ୟାପୀ ଶତ୍ରୁତା ହିଁ ରହିଯିବ। କିନ୍ତୁ ଶତ୍ରୁତାକୁ ଯଦି ପ୍ରେମରେ ଯଦି ତାକୁ ଜୟ କରାଯାଏ, ତାହେଲେ ତାହା ହେଉଛି ସର୍ବୋତ୍ତମ ଉପାୟ। A laugh of self-confidence and of faith in the divine is the most shattering strength possible. It disturbs enemy's front, spreads havoc in his ranks, and carries you triumphantly onwards. ଆତ୍ମବିଶ୍ୱାସ ଏବଂ ଈଶ୍ୱରୀୟ ବିଶ୍ୱାସର ହସ ହେଉଛି ସବୁଠାରୁ ଶକ୍ତିଶାଳୀ।
ଏହା ଶତ୍ରୁର ସମ୍ମୁଖ ଭାବକୁ ବିଚଳିତ କରେ, ପଦବଦଳକୁ ବିନାଶ କରେ ଏବଂ ଆପଣଙ୍କୁ ବିଜୟୀ ଭାବରେ ଆଗକୁ ନେଇଯାଏ। ଶତ୍ରୁର ମୁହଁରେ ହସିବାର ଅର୍ଥ ହେଉଛି ତା ଉପରେ ବିଜୟ ଲାଭ କରିବା ଏବଂ ତା ଉପରେ ବିଜୟ ଲାଭ କରିବା ତତ୍ସହିତ ନିଜେ ମଧ୍ୟ ଚେତନାର ଏକ ଊର୍ଦ୍ଧ୍ୱତର ସ୍ତରକୁ ଉଠିଯିବା। ପୁଣି ମା ଲେଖୁଛନ୍ତି ସ୍ମାଇଲିଂ ଆଟ୍ ଡେଥ୍। ଡେଥ୍ କଥାଟି ଆସିଲେ କେତେ ଭୟଙ୍କର ଶବ୍ଦଟି, ଭୟଙ୍କର ଶବ୍ଦ କିନ୍ତୁ ନିରାଟ ସତ୍ୟ। ଜୀବନର ନିରାଟ ସତ୍ୟ ହେଉଛି এই ଡେଥ୍, ମୃତ୍ୟୁ। ଏବଂ ଆମେ ଯଦି ଦେଖିବା ଯେଉଁ ଡେଥ୍ରେ ଯେଉଁ ଭୟଙ୍କର ବୋଲି ସମସ୍ତେ ଭୟଭୀତ ହୋଇ ପଡ଼ନ୍ତି ମୃତ୍ୟୁ କଥା ଶୁଣିଲେ, এই ଡେଥ୍ଟି ପ୍ରକୃତିରେ କ'ଣ? ଯଦି ଯେତେବେଳେ ଜନ୍ମ ଲାଭ କରୁଛି, ଜନ୍ମ ହେଉଛି ଗୋଟେ ନୂତନ ଜୀବନ ମଧ୍ୟକୁ ପ୍ରବେଶ କରିବା ପାଇଁ ପ୍ରବେଶ ପଥ। ଗୋଟେ ଜୀବନ ଭିତରକୁ ପ୍ରବେଶ ପଥ ହେଉଛି ତାର ଜନ୍ମ ଏବଂ ଗୋଟେ ଜୀବନକୁ ପ୍ରବେଶ କରିବାର ପ୍ରବେଶ ପଥ ଯଦି ଜନ୍ମ, ପ୍ରସ୍ଥାନ ଦ୍ୱାର ଟିକିଏ, ନିଶ୍ଚିତ ଭାବରେ ଆମେ କହିବା ମୃତ୍ୟୁ ହେଉଛି ପ୍ରସ୍ଥାନ ଦ୍ୱାର। କିନ୍ତୁ ଶ୍ରୀ ଅରବିନ୍ଦ କହୁଛନ୍ତି ମୃତ୍ୟୁ ପ୍ରସ୍ଥାନ ଦ୍ୱାର ନୁହେଁ। ଜନ୍ମ ଯେମିତି ଆମେ ଗୋଟେ ନୂଆ ଜୀବନ ଭିତରକୁ ଆମେ ପ୍ରବେଶ କରୁଛେ, ଗୋଟେ ପ୍ରବେଶ ପଥ, ସେମିତି ଯେତେବେଳେ ମଣିଷ ମୃତ୍ୟୁବରଣ କରେ ସେତେବେଳେ ଆଉ ଏକ ଜୀବନକୁ ପ୍ରବେଶ କରିବା ପାଇଁ ସେ ଆଉ ଏକ ପ୍ରବେଶ ପଥ ଦେଇକରି ଯାଏ। ଅର୍ଥାତ୍ ମୃତ୍ୟୁଟି ପ୍ରସ୍ଥାନ ଦ୍ୱାର ନୁହେଁ, ମୃତ୍ୟୁ ହେଉଛି ଆଉ ଏକ ନୂତନ ଜନ୍ମ ଭିତରକୁ ପ୍ରବେଶ କରିବା ପାଇଁ ଆଉ ଏକ ପ୍ରବେଶ ପଥ। ଏମିତି ଗୋଟିଏ ପରେ ଗୋଟିଏ ଗୋଟିଏ ପରେ ଗୋଟିଏ ମୃତ୍ୟୁର ଦ୍ୱାର ଦେଇକି ଯେଉଁ ଆମେ ଯାଉଛୁ, ସେ ମୃତ୍ୟୁର ଦ୍ୱାର ନୁହେଁ, ତାହା ହେଉଛି ସେ ମୃତ୍ୟୁର ଦ୍ୱାର ହେଉଛି ଗୋଟିଏ ଗୋଟିଏ ପ୍ରବେଶ ପଥ ନୂତନ ଜୀବନ ଭିତରକୁ। ଆମେ এই ଜନ୍ମରେ ଚେତନାର ଯେତିକି ଅଗ୍ରଗତି କଲେ, ଯେତେବେଳେ ଆମେ ଜୀବନଟି ଶେଷ ହେଉଛି, ତ୍ୟାଗ କରୁଛେ, ସେତେବେଳେ ଆଉ ଯେଉଁ ଗୋଟିଏ ଜୀବନ ଭିତରକୁ ପ୍ରବେଶ କରିବା, ଆଉ ଏକ ଉନ୍ନତର ଚେତନା ଭିତରକୁ ଯିବା। ନିମ୍ନକୁ ଯିବା ନାହିଁ କି ସେଇ ଚେତନା ରହିବା ନାହିଁ, ଆଉ ଏକ ଉନ୍ନତ ଚେତନା ଭିତରକୁ ଆମେ ପ୍ରବେଶ କରିବା। ତେଣୁ ମା କହିଲେ ଯେ ଯଦି ଜୀବନ ଆଉ ଏକ ମୃତ୍ୟୁ ହେଉଛି ଆଉ ଏକ ନୂତନ ଜୀବନକୁ ପ୍ରବେଶ ପଥ, ତାହେଲେ ମୃତ୍ୟୁକୁ ପାଇଁ ଏତେ ଭୟଭୀତ କାହିଁକି? ମୃତ୍ୟୁକୁ ଆମେ ଡରିବା କାହିଁକି? ବରଂ ସେ ମୃତ୍ୟୁକୁ ଦେଖି ଆମେ, ସେଥିପାଇଁ ମା ଲେଖିଲେ ସ୍ମାଇଲିଂ ଆଟ୍ ଡେଥ୍। ମୃତ୍ୟୁକୁ ଦେଖି ମଧ୍ୟ ତୁମେ ହସ, କୌଣସି ଭୟ ରହିବ ନାହିଁ, ବିଷାଦ ରହିବ ନାହିଁ, ଦୁଃଖ ରହିବ ନାହିଁ। କାରଣ ମୋତେ ଆଉ ଏକ ନୂତନ ଜୀବନକୁ, ମୋତେ এই ମୃତ୍ୟୁଟି ଆଉ ଏକ ଉନ୍ନତ ଜୀବନକୁ ନେଇଯିବା ପାଇଁ ଆଉ ଏକ ପ୍ରବେଶ ଦ୍ୱାର। ପୁଣି ମା ଆଉ ଗୋଟେ ପଏଣ୍ଟ ଲେଖିଲେ ଷ୍ଟେପ୍ ବ୍ୟାକ୍ ଆଣ୍ଡ ସ୍ମାଇଲ୍। ଆମେ ଭିତରେ ଅନେକ ସମୟରେ କ'ଣ କରୁ, ଆମ ଭିତରେ କେତେ କେତେ କଥା ସବୁ ରହିଛି, ରାଗ ରହିଛି, କାହା ପ୍ରତି ଗୋଟିଏ ଘୃଣାଭାବ ମଧ୍ୟ ରହିଛି। ଏବଂ ଆଉ ଗୋଟେ କଥା ଆମେ ଭାବୁ ଯେ ମୁଁ ନିଜେ ହେଉଛି ପରଫେକ୍ଟ, ଅନ୍ୟ ଜଣକ ହେଉଛି ଭୁଲ। ମା ଲେଖିଲେ ୟୁ ହାଭ୍ ଅଲୱେଜ୍ ଦ ଫିଲିଂ ଦ୍ୟାଟ୍ ଦ ଅଦର ପର୍ସନ୍ ଇଜ୍ ରଙ୍ଗ, ଆଇ ଆମ୍ ଅଲୱେଜ୍ ରାଇଟ୍। ମୋ ସାମ୍ନାରେ ଥିବା ବ୍ୟକ୍ତି ହେଉଛି ଭୁଲ, ମୁଁ ହେଉଛି ଠିକ୍। ଯେତେବେଳେ ଏଇ କଥାଟି ଆମେ ଭାବୁ, ୟୁ ଆର୍ ଏ ମିଲିୟନ୍ ମାଇଲ୍ସ ଆୱେ ଫ୍ରମ୍ ଦ ଟ୍ରୁ କନସିୟସନେସ୍। ଏ କଥା ଯେତେବେଳେ ଜଣେ ଭାବେ ଯେ ମୁଁ ଯଥାର୍ଥରେ, ମୁଁ ଯାହା କହୁଛି ଯଥାର୍ଥ କଥା କହୁଛି, ମୁଁ ସମ୍ପୂର୍ଣ୍ଣ ଭାବରେ ଠିକ୍, ମୋ ସାମ୍ନାରେ ଥିବା ବ୍ୟକ୍ତିଟି ଭୁଲ, ସେତେବେଳେ ଆମେ ଟ୍ରୁ କନସିୟସନେସ୍, ସେଇ ବାସ୍ତବ ଚେତନା ଠାରୁ ମିଲିୟନ୍ ମାଇଲ୍ସ ଦୂରକୁ ଚାଲିଯାଉ। ତେଣୁ ମା କହିଲେ ଆମେ ନିଜକୁ ନୋ ଭାয়োଲେଣ୍ଟ ରିଆକ୍ସନ୍, କୌଣସି ପ୍ରକାର ଆମ ଭିତରେ ପ୍ରତିକ୍ରିୟା ଆସିବ ନାହିଁ। ନିଜକୁ ଟିକେ ଚାହିଁବା, ଲୁକ୍ ଆଟ୍ ୟୁର୍ ସେଲ୍ଫ, ପ୍ରଥମେ ନିଜ ଭିତରକୁ ଚାହିଁବା, ପ୍ରକୃତରେ ମୋ ଭିତରେ ଦୋଷଟି ତ ରହିଛି, ଟିକେ ରହିଯିବା, କୌଣସି ପ୍ରକାର ପ୍ରତିକ୍ରିୟା ପ୍ରକାଶ ନ କରି ଟିକେ ଷ୍ଟେପ୍ ବ୍ୟାକ୍, ଟିକେ ନୀରବ ରହିବା, ଟିକେ ପଛକୁ ହଟିଯିବା, ଭାବିବା ଯାହା ମୁଁ ଚିନ୍ତା କରୁଛି, ଯାହା ମୁଁ କହୁଛି, ସେ କଥାଟି କେତେ ଦୂର ଠିକ୍, ଟିକେ ନିଜ ଭିତରେ ଆମେ ଆନାଲିସିସ୍ କରିବା। ଆମେ ଯେତେବେଳେ ଦେଖିବା ପରିଷ୍କାର ହେଇଯିବ ଆମ ଦିଗଟି, ଆରେ ସତରେ ମୋ ଭିତରେ ଏତେ ଭୁଲ ରହିଛି, ମୁଁ ନିଜେ ହିଁ ଭୁଲ, ମୁଁ ଅନ୍ୟକୁ ଭୁଲ କଥା କେମିତି କହୁଛି, ସେତେବେଳେ ଆମେ ସେଇ ଭୁଲ ପ୍ରତି ଆମେ ଟିକେ, ମା କହିଲେ ଷ୍ଟେପ୍ ବ୍ୟାକ୍ ଆଣ୍ଡ ସ୍ମାଇଲ୍, ନିଜ ପ୍ରତି ହସ,
ମୁଁ କ'ଣ ପ୍ରକୃତରେ ଅହଙ୍କାର ନୁହେଁ, ମୁଁ ଅହଙ୍କାର ନେଇ ବଞ୍ଚିବି ନାହିଁ। ମୁଁ ଯାହା କହୁଛି ଠିକ୍ ତାହା ନୁହେଁ। ମୁଁ ନିଜ ପ୍ରତି ହସିବି ଯେ ମୁଁ ପ୍ରକୃତିରେ ମୋର ସେଇ ଦୁର୍ବଳତା ଗୁଡ଼ିକ ମୁଁ ନିଜ ଭିତରେ ଅଧିକ ଅନ୍ୟ ଭିତରେ ଦେଖୁଥିଲି। ମୁଁ ଏତେ ଅପୂର୍ଣ୍ଣତା ମୋ ଭିତରେ ଅଛି, ମୁଁ ଅନ୍ୟକୁ ଗୋଟେ ତା ଭିତରେ ଦୋଷ ଦେଖୁଥିଲି। ସେତେବେଳେ କ'ଣ ହେବ, ସେଇ ଯେଉଁ ଭିତରେ ଆମ ରହିଥିବା ସେ ଅହଂଭାବଟି ଦୂର ହୋଇଯିବ। ତ ମା କହିଲେ ଷ୍ଟେପ୍ ବ୍ୟାକ୍ ଆଣ୍ଡ ସ୍ମାଇଲ୍। ଶେଷରେ ମା ଶେଷରେ କହୁଛନ୍ତି, ଲାଷ୍ଟ କଥାଟି କହି ଶେଷ କରିବା, ଦ ପାୱାର ଅଫ୍ ଏ ବେନୋଭୋଲେଣ୍ଟ ସ୍ମାଇଲ୍। ଗୋଟେ ବନ୍ଧୁତ୍ୱପୂର୍ଣ୍ଣ ହସ, ବେନୋଭୋଲେଣ୍ଟ ସ୍ମାଇଲ୍। ସବୁବେଳେ ଆମେ ସମସ୍ତଙ୍କ ପ୍ରତି ଗୋଟିଏ ସେଇ ହିତକାରୀ ବା ଗୋଟେ ବନ୍ଧୁତ୍ୱପୂର୍ଣ୍ଣ ହସଟିଏ ସମସ୍ତଙ୍କ ପ୍ରତି ଆମ ଭିତରୁ ସେ ସ୍ମିତ ହାସ୍ୟଟିଏ ଆସିବ। ତାହେଲେ ଏ ଜଗତ ଯେତେ ଗୋଟେ ରହିଛି, ହିଂସା ରହିଛି ପରସ୍ପର ଭିତରେ, ସେଗୁଡ଼ିକ ଦୂର ହୋଇଯିବ। ଘୃଣାଭାବ ଦୂର ହୋଇଯିବ, କ୍ରୋଧ ଦୂର ହୋଇଯିବ। ସମସ୍ତେ ନିଜର ଲାଗିବେ ଏବଂ ସେହି ସମୟ ସମସ୍ତେ ନିଜର ଲାଗିବେ ଯେତେବେଳେ ଜଣେ ପ୍ରକୃତରେ ବଞ୍ଚୁଥିବ, ଭଗବାନଙ୍କ ସହିତ ମାଙ୍କ ସହିତ ନିଜକୁ ଯୁକ୍ତ କରି ବଞ୍ଚୁଥିବ। ସେତେବେଳେ ସମସ୍ତେ ସବୁକିଛି ଲାଗିବ ଆନନ୍ଦମୟ, ସବୁକିଛି ଲାଗିବ ପ୍ରୀତିମୟ, ସବୁକିଛି ମଧୁମୟ। ସେଇ ବେନୋଭୋଲେଣ୍ଟ ସ୍ମାଇଲ୍ ବି ଓଠରେ ସବୁବେଳେ ଲାଖି ରହିଥିବ। ସମସ୍ତେ ବନ୍ଧୁ, ସମସ୍ତେ ନିଜର, ସମସ୍ତେ ଆପଣାର। ଆଜିର ଆଲୋଚନାଟିକୁ ମା ପ୍ରଭୁଙ୍କ ପାଦପଦ୍ମରେ ନିବେଦନ କରୁଛି। ସମସ୍ତ ପ୍ରଣାମ। ବନ୍ଦେ ମାତରମ୍।